ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏଇ ଆଉ ଗୋଟିଏ ନୂଆ ଅଧ୍ୟାୟକୁ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ପ୍ରାପ୍ତ ସ୍ନାନ ଫଳ। ଆଉ ଆଜି ଆମେ ଏହି ଅଧ୍ୟାୟରେ ଜାଣିବା ସ୍ନାନର ଆବଶ୍ୟକତା। ତ ଚାଲନ୍ତୁ ବନ୍ଧୁ, ଡେରି ନକରି ଆଉ ଆମେ ଆରମ୍ଭ କରିବା। ସ୍ନାନର ଆବଶ୍ୟକତା। ଅଗମ୍ୟା ଗମନାଶୈବ ପ୍ରାପେଭ୍ୟଶ୍ଚ ପରିଗ୍ରହାତ୍ ରହସ୍ୟାଚରିତାନ୍ ପାପାତ୍ ମୁଚ୍ୟତେ ସ୍ନାନ ଯୋଗତଃ। ଅଗମ୍ୟା ଗମନ, ପର ସ୍ତ୍ରୀ ଗମନ, ଅନ୍ୟାନ୍ୟ ପାପ ଦାନ ଗ୍ରହଣ, ଯେତେ ପ୍ରକାର ଗୁପ୍ତ ପାପରୁ ମୁକ୍ତି ପାଇଁ ସ୍ନାନ କରିବ ବିଧେୟ। ଏତଦ୍ ବ୍ୟତୀତ ଦେବ ସ୍ଥିତିରେ କୁହାଯାଇଅଛି ସମସ୍ତ କାର୍ଯ୍ୟ ସ୍ନାନମୂଳକ। ଶ୍ରୀ ପୁଷ୍ଟି ଏବଂ ଆରୋଗ୍ୟକୁ ଚାହୁଁଥିବା ମନୁଷ୍ୟ ସବୁଦିନେ ସ୍ନାନ କରନ୍ତି। ତ ବନ୍ଧୁ, ଆଜି ଆମେ ଜାଣିଲେ ସ୍ନାନର ଆବଶ୍ୟକତା। ଆଜି ପାଇଁ ଏତିକି। ଆମେ ଆଗାମୀ ଅଧ୍ୟାୟରେ ଜାଣିବା କେଉଁ ଜଳରେ ସ୍ନାନ କରିବା ବିଧି। ତ ସେଇ ପର୍ଯ୍ୟନ୍ତ ଆପଣ ସମସ୍ତଙ୍କୁ ନମସ୍କାର।